ହାଏ ହ୍ୟାଲୋ। ମୁଁ ତୁମର ପ୍ରିୟ ତପନ ସାର୍। ଯୁକ୍ତ ଦୁଇର କଳା, ବିଜ୍ଞାନ ଏବଂ ବାଣିଜ୍ୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପୁଣି ଥରେ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ତପନ ସାର୍ ଇଂଲିଶ ଏକାଡେମୀକୁ ୱେଲକମ୍ କରୁଛି। ଆଜି ମୁଁ ଏକ ସୁନ୍ଦର ଭିଡ଼ିଓ ନେଇ ଆସିଛି, ଯେଉଁ ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ଯୁକ୍ତ ଦୁଇ ଷ୍ଟୁଡେଣ୍ଟସ୍ଙ୍କ ପାଇଁ ଉଦ୍ଦିଷ୍ଟ। ପୂର୍ବଥର ଆମେ ଯେଉଁ ପଢ଼ିଥିଲେ ମାଇ ଗ୍ରେଟେଷ୍ଟ ଅଲମ୍ପିକ୍ ପ୍ରାଇଜ୍ର ମୁଁ 3ଟା ୟୁନିଟ୍ ତୁମକୁ ପଢ଼େଇ ଦେଇଥିଲି। ଏବେ ଆମେ 3ଟା ୟୁନିଟ୍ର ଯେଉଁ ଡିଫିକଲ୍ଟ ୱାର୍ଡ ସବୁ ଅଛି, କଷ୍ଟ ମିନିଂସ୍ ଯେଉଁ ଡିଫିକଲ୍ଟ ୱାର୍ଡସ୍ ଅଛି, ତାର ଆମେ ଓଡ଼ିଆ ଇଭିନ୍ ତା ସହିତ ଇଂଲିଶକୁ ଆମେ ଲେଖିବା। ଛୁଆମାନେ ପଢ଼ିବା ବୁଝିବା। ତ ପରୀକ୍ଷା ଦୃଷ୍ଟିକୋଣରୁ ଏହି ବିଷୟଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତ ଖାତା ପେନ୍ରେ ଲେଖ ଛୁଆମାନେ। ଯେଉଁ ସବୁ ତମକୁ ମିନିଂସ୍ କହିବି ତାକୁ ସବୁ ଖାତାରେ ଲେଖୁଥିବ ଛୁଆମାନେ। ଦେଖ, ଇଏ ଆମର ମାଇ ଗ୍ରେଟେଷ୍ଟ ଅଲମ୍ପିକ୍ ପ୍ରାଇଜ୍। ଦେଖ ଛୁଆମାନେ, ଆମେ ମିନିଂକୁ ଯିବା ଛୁଆମାନେ। ଦେଖ ଏଇଠୁ ଏଠି ଇଣ୍ଟ୍ରୋଡକ୍ସନ୍ ଅଫ୍ ଅଥର ଯେଉଁ ଅଛି, ସେଠି କିଛି ୱାର୍ଡସ୍ ଥିଲା ଯାହାର ମିନିଂ ମୁଁ ଏଠି ଲେଖିଛି। ଦେଖ, ସ୍ପେଶିଆଲାଇଜ୍ଡ ଅଛି। ସ୍ପେଶିଆଲାଇଜ୍ଡ ମାନେ କ'ଣ? ଟୁ ବି ଏକ୍ସପର୍ଟ ଇନ୍ ଏ ସ୍ପେସିଫିକ୍ ଫିଲ୍ଡ, ମାନେ ଏକ୍ସପର୍ଟ ହବା ଗୋଟେ ସ୍ପେସିଫିକ୍ ନିର୍ଦ୍ଦିଷ୍ଟ ଫିଲ୍ଡରେ, ନିର୍ଦ୍ଦିଷ୍ଟ ଏରିଆ ବା ନିର୍ଦ୍ଦିଷ୍ଟ ବ୍ରାଞ୍ଚରେ ଆମେ ଏକ୍ସପର୍ଟ ହବା। ତ ତାର ଓଡ଼ିଆ ବିଶେଷଜ୍ଞ ଥିଲେ। ବୁଝିପାରିଲ କି ନାହିଁ? ତାପରେ ସ୍ପ୍ରିଣ୍ଟ ମାନେ କ'ଣ? ଟୁ ରନ୍ ଭେରି ଫାଷ୍ଟ ଫର୍ ଏ ସର୍ଟ ଡିଷ୍ଟାନ୍ସ, ଦୌଡ଼ିବା ବହୁତ ଜୋରରେ ଫର୍ ଏ ସର୍ଟ ଡିଷ୍ଟାନ୍ସ ମାନେ ଛୁଆମାନେ କ'ଣ? ଅଳ୍ପ ଦୂରତାକୁ ଜୋରରେ ଦୌଡ଼ିବାକୁ କୁହାଯାଏ ସ୍ପ୍ରିଣ୍ଟ ବୋଲି କୁହାଯାଏ। ସେମାନଙ୍କୁ ସ୍ପ୍ରିଣ୍ଟ ବୋଲି କୁହାଯାଏ, ଦ୍ରୁତ ଦୌଡ଼ ବୋଲି କୁହାଉଛି। ମାନେ ଅଳ୍ପ ଦୂରତା ମାନେ 100 ମିଟର 200 ମିଟର ଯେଉଁ ଦୌଡ଼ନ୍ତିନି, ତ ଯେଉଁମାନେ ଦୌଡ଼ନ୍ତି ତାଙ୍କୁ ସ୍ପ୍ରିଣ୍ଟ ବୋଲି କୁହାଯାଏ। ଆଚିଭ୍ ମାନେ ଟୁ ଆଟେନ୍ ଅର୍ ଗେନ୍ ଅର୍ ଟୁ ବି ସକ୍ସେସଫୁଲ୍, ହାସଲ କରିବା। ଆଚିଭ୍ ମାନେ ହାସଲ କରିବା ବା ପ୍ରାପ୍ତ କରିବା। ବୁଝିପାରିଲ କି ନାହିଁ? ଟୁ ଆଟେନ୍ ଅର୍ ଗେନ୍ ଅର୍ ଟୁ ବି ସକ୍ସେସଫୁଲ୍, କୃତକାର୍ଯ୍ୟ ହାସଲ କରିବା। ବୁଝିପାରିଲ କି ନାହିଁ? ଫେମ୍ ମାନେ କ'ଣ? ଗ୍ଲୋରି ବା ରିନନ୍। ଫେମ୍ ମାନେ କ'ଣ? ଗ୍ଲୋରି ବା ରିନନ୍ ଅଛି, ଖ୍ୟାତି ବା ସୁନାମ। ବୁଝିପାରିଲ କି ନାହିଁ? ତାପରେ ରିଲେ ରେସ୍ କ'ଣ? ଏ ଟିମ୍ ସ୍ପୋର୍ଟ ୱେର୍ ରନର୍ସ ଟେକ୍ ଦେୟାର ଟର୍ଣ୍ଣସ୍। ରିଲେ ରେସ୍ ମାନେ ଗୋଟେ ଟିମ୍ ସ୍ପୋର୍ଟ ଯେଉଁଠାରେ ରନର୍ସ ମାନେ ଟେକ୍ ଦେୟାର ଟର୍ଣ୍ଣସ୍। ରନର୍ସ ମାନେ କ'ଣ ନିଅନ୍ତି ନା ମିଶିକି ଭାଗ, ପ୍ରତ୍ୟେକଙ୍କର ପାଳି ଆସେ ବୋଲି କହୁଛି। ଗୋଟେ ଟିମ୍ ସ୍ପୋର୍ଟ ମାନେ ଗୋଟେ ଟିମ୍ ହେଇକି ଖେଳିବେ, ଯେଉଁଥିରେ କି ସେ କହୁଛି କ'ଣ? ରିଲେ ରେସ୍ ଅଛି, ତାହେଲେ ରନର୍ସ ଦରକାର। ରନ୍ସ ମାନେ ପ୍ରତ୍ୟେକ ରନର୍ସଙ୍କର ଥରେ ପାଳି ଆସିବ। ତାହେଲେ ଧର 400 ମିଟର ହେଇଥିବ, ସେ 400 ମିଟର କ'ଣ ନା 400 ମିଟରକୁ ଧର 4 ଜଣଙ୍କୁ ଭାଗ କରାଯାଇଥିବ 100 ମିଟର ଲେଖା। ତ ସେଇଟା କୁହାଉଛି ରିଲେ ରେସ୍ ବୋଲି କୁହାଉଛି ଛୁଆମାନେ। ତାପରେ ଯିବା, ଆମେ କୋଉଠିକି ଯିବା? ୟୁନିଟ୍ 1 ନାଇଁ କି? ତମର ଗଲେ ଇଣ୍ଟ୍ରୋଡକ୍ସନ୍ ଅଫ୍ ଅଥରରେ ଯାହା କଷ୍ଟ ଡିଫିକଲ୍ଟ ୱାର୍ଡସ୍ ଥିଲା ମୁଁ ଆଲୋଚନା କରିଦେଲି ଛୁଆମାନେ। ଯିବା ଆମେ ୟୁନିଟ୍ 1 କୁ ଯିବା। ୟୁନିଟ୍ 1 ରେ ଦେଖ, ଫରମୋଷ୍ଟ ମାନେ ରେଫରିଂ ଟୁ ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ, ମାନେ ପ୍ରମୁଖ ବା ଗୁରୁତ୍ୱପୂର୍ଣ୍ଣ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣକୁ ବୁଝଉଛି ରେଫରିଂ ଟୁ ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ ଛୁଆମାନେ ଯେଟା। ତାପରେ କ'ଣ ଅଛି ଛୁଆମାନେ? ଫିଚରିଂ ମାନେ କ'ଣ? ଇନକ୍ଲୁଜନ ମାନେ କ'ଣ? ଅନ୍ତର୍ଭୁକ୍ତ କରିବା। ଫିଚରିଂ ମାନେ ଇନକ୍ଲୁଜନ ମାନେ କ'ଣ? ଅନ୍ତର୍ଭୁକ୍ତ କରିବା।
କହିଛି patriotic, patriotic ମାନେ କ'ଣ? having or showing a deep devoted love, support and loyalty to one's country. ଦେଶ ପ୍ରତି ଆମେ କ'ଣ? ଗଭୀର ଭଲ ପାଇବା, ସପୋର୍ଟ ଏବଂ ବିଶ୍ୱସ୍ତତା ଦେଖେଇବାକୁ କୁହାଯାଏ ଛୁଆମାନେ patriotic. ତାର ଓଡ଼ିଆ ଦେଶାତ୍ମକ ବୋଧକ ବା ଦେଶପ୍ରେମ ସମ୍ବନ୍ଧୀୟ. bother ମାନେ କ'ଣ? feeling worried, troubled, disturbed or annoyed by something, ମାନେ ବିରକ୍ତ ଭାବ ପ୍ରକାଶ କରିବା bother. ଦେଖ ଆଉ ଗୋଟେ ଅଛି ବ୍ରଦର ଅଛି ଛୁଆମାନେ, ବୁଝିପାରୁଛ? ବ୍ରଦର ମାନେ ଭାଇ, ଏଠି କ'ଣ? ବଦର ମାନେ କ'ଣ ଅନୁଭବ କରିବା? ନା ଟ୍ରବଲ୍ଡ ଆଉ ଡିଷ୍ଟର୍ବଡ ଅର୍ annoyed by something, ଗୋଟେ କିଛି ଦ୍ୱାରା. ଷ୍ଟନିଂ ମାନେ ଛୁଆମାନେ କ'ଣ? ଏକ୍ସଟ୍ରିମଲି ବ୍ୟୁଟିଫୁଲ. ଷ୍ଟନିଂ ମାନେ ହେଉଛି କ'ଣ? ଏକ୍ସଟ୍ରିମଲି ବ୍ୟୁଟିଫୁଲ ମାନେ ଅତ୍ୟନ୍ତ ସୁନ୍ଦର ଆଉ ଚମତ୍କାର. ଅତ୍ୟନ୍ତ ସୁନ୍ଦର, ଏକ୍ସଟ୍ରିମଲି ମାନେ ଅତ୍ୟନ୍ତ ସୁନ୍ଦର, ବ୍ୟୁଟିଫୁଲ ମାନେ ସୁନ୍ଦର ବା ଚମତ୍କାର, ଏଇଟା ହେଉଛି ଷ୍ଟନିଂ. ତାପରେ ହେଉଛି କ'ଣ? ଫର୍ଜିଂ. ଫର୍ଜିଂ ଅଛି ବିଲ୍ଡିଂ ଏ ରିଲେସନସିପ ମାନେ ଗଢ଼ିବା. ଫର୍ଜିଂ ହେଉଛି ବିଲ୍ଡିଂ ଏ ରିଲେସନସିପ ମାନେ କ'ଣ? ନା ଗଢ଼ିବା ବୋଲି କହୁଛି, ତିଆରି ହବା ବା ଗଢ଼ିବା, ବିଲ୍ଡିଂ ଏ ରିଲେସନସିପ. ଲାଷ୍ଟ ମାନେ କ'ଣ? ଟୁ କଣ୍ଟିନ୍ୟୁ ଅର୍ ଏଣ୍ଡିଓର ଅର୍ ଏକ୍ଜିଷ୍ଟ ମାନେ କ'ଣ? କଣ୍ଟିନ୍ୟୁ ଆମେ କହୁନୁ ସାଧାରଣତଃ ଏଇଟା କେତେ ମାସ ମାନେ ହେଉଛି ଲାଷ୍ଟିଂ କରିବ, ସେଇଠୁ ଲାଷ୍ଟ ଆସିଛି ମାନେ ଲାଷ୍ଟ ମାନେ ଶେଷ ନୁହଁ, ମାନେ ରହିବା ବା ଚାଲିବା, କେତେ ଦିନ ଯାଉଛି, ଲଞ୍ଜିଭିଟିକୁ ବୁଝଉଛି. ପୁଟ୍ ଏସାଇଡ୍ ମାନେ ଇଗ୍ନୋର, ଭୁଲିଯିବା ବା ଆଡ଼େଇ ଦେବା. ପୁଟ୍ ଏସାଇଡ୍ ମାନେ କ'ଣ ଛୁଆ ମାନେ? ଇଗ୍ନୋର କରିବା, ଭୁଲିଯିବା ବା ଆଡ଼େଇ ଦେବା. ତାପରେ ଡିଫରେନ୍ସେସ୍ ମାନେ ଡିସଏଗ୍ରିମେଣ୍ଟ, ମିସଅଣ୍ଡରଷ୍ଟାଣ୍ଡିଂ ଅର୍ ହସ୍ଟିଲିଟି ମାନେ କ'ଣ? ପ୍ରଭେଦ ବା ମନମାଳିନ୍ୟ. ଡିସଏଗ୍ରିମେଣ୍ଟ କ'ଣ? ବୁଝିପାରୁଛ? ମିସଅଣ୍ଡରଷ୍ଟାଣ୍ଡିଂ ମାନେ କ'ଣ ବୁଝିପାରୁଥିବ? ହସ୍ଟିଲିଟି, ପ୍ରଭେଦ ବା ମନମାଳିନ୍ୟ. ପରଫରମାନ୍ସ ମାନେ କ'ଣ? ଅଚିଭମେଣ୍ଟ ମାନେ ପ୍ରଦର୍ଶନ. କ'ଣ ଛୁଆ ମାନେ? ପ୍ରଦର୍ଶନ. ପରଫରମାନ୍ସ ମାନେ ଅଚିଭମେଣ୍ଟ ମାନେ ପ୍ରଦର୍ଶନ. ରାଇଭଲ ମାନେ କମ୍ପେଟିଟର କ'ଣ? ରାଇଭଲ ମାନେ ପ୍ରତିଦ୍ୱନ୍ଦ୍ୱୀ. କ'ଣ? ପ୍ରତିଦ୍ୱନ୍ଦ୍ୱୀ. ରାଇଭଲ ମାନେ କ'ଣ? କମ୍ପେଟିଟର ମାନେ ପ୍ରତିଦ୍ୱନ୍ଦ୍ୱୀ ଯାହାକୁ କୁହାଯାଏ. ତାପରେ ହୋଲ୍ଡ ମାନେ ଛୁଆ ମାନେ କ'ଣ? ଟୁ କଣ୍ଡକ୍ଟ ଅର୍ ଅର୍ଗାନାଇଜ, ଆୟୋଜନ କରିବା. ଟୁ କଣ୍ଡକ୍ଟ ଅର୍ ଅର୍ଗାନାଇଜ କ'ଣ କରିବା? ଆୟୋଜନ କରିବା. ଚାଇଲ୍ଡିଶଲି କ'ଣ ଛୁଆ ମାନେ? ବିହେଭିଂ ଲାଇକ୍ ଏ ଚାଇଲ୍ଡ ଇନ୍ ଆନ୍ ଇମ୍ୟାଚ୍ୟୁର ୱେ, ବିହେଭ୍ କରିବା ଗୋଟେ ପିଲା ଭଳିଆ, ଇନ୍ ଆନ୍ ଇମ୍ୟାଚ୍ୟୁର ୱେ, ଇମ୍ୟାଚ୍ୟୁର ୱେରେ ଆମେ ପିଲାଳିଆ ଭାବରେ ବ୍ୟବହାର କରିବା, ମାନେ ପିଲାଳିଆମୀ ଭାବରେ. ଚାଇଲ୍ଡିଶଲି. ଇନସିଷ୍ଟ ମାନେ ଫାର୍ମଲି ଡିମାଣ୍ଡ, ଜିଦ୍ କରିବା. ଇନସିଷ୍ଟ ମାନେ ଫାର୍ମଲି ଡିମାଣ୍ଡ, ଜିଦ୍ କରିବା. ଅଲ୍ ଟାଇମ୍ ହାଇ ମାନେ ଟପ୍ ଲେଭେଲ. ଅଲ୍ ଟାଇମ୍ ହାଇ ମାନେ କ'ଣ? ନା ଟପ୍ ଲେଭେଲ, ସର୍ବକାଳୀନ ସର୍ବୋଚ୍ଚ ସ୍ତର. ଅଲ୍ ଟାଇମ୍ ହାଇ ମାନେ ଟପ୍ ଲେଭେଲ, ସର୍ବକାଳୀନ ସର୍ବୋଚ୍ଚ ସ୍ତର. ତାପରେ ଟ୍ରେନ୍ ମାନେ କ'ଣ? ନା ପ୍ରିପେୟାର ମାନେ ପ୍ରଶିକ୍ଷଣ ଦେବା. ଟ୍ରେନ୍ ମାନେ ହେଉଛି ପ୍ରିପେୟାର, ପ୍ରଶିକ୍ଷଣ ଦେବା. ତାପରେ ସ୍ୱେଟ୍ ମାନେ ଟୁ ୱର୍କ ହାର୍ଡ, ଝାଳ ବୁହାଇବା. ସ୍ୱେଟ୍ ମାନେ ଟୁ ୱର୍କ ହାର୍ଡ ମାନେ ଝାଳ ବୁହାଇବା. ଏସ୍ପେଶଲି ମାନେ କ'ଣ? ପର୍ଟିକୁଲାରଲି ମାନେ ବିଶେଷ ଭାବେ. ଏସ୍ପେଶଲି ମାନେ ପର୍ଟିକୁଲାରଲି ମାନେ କ'ଣ? ବିଶେଷ ଭାବେ. ଟ୍ରାଏଲ ମାନେ କ'ଣ? ଟେଷ୍ଟ, ପରୀକ୍ଷା. ଟ୍ରାଏଲ ମାନେ ହେଉଛି କ'ଣ? ଟେଷ୍ଟ, ପରୀକ୍ଷା. ଟର୍ନ ଆଉଟ୍ ମାନେ କ'ଣ? ଆଉଟକମ୍ ଅର୍ ରେଜଲ୍ଟ, ଫଳାଫଳ ବାହାରିବା. ଟର୍ନ ଆଉଟ୍ ହେଉଛି ଆଉଟକମ୍ ଅର୍ ରେଜଲ୍ଟ, ଫଳାଫଳ ବାହାରିବା. ଟର୍ନ ଆଉଟ୍ ଗୋଟେ ଫ୍ରେଜଲ ଭର୍ବ ଛୁଆ ମାନେ. ଏ ଲିଟିଲ ହଟ୍ ଅଣ୍ଡର ଦ କଲର, ତାର ଅର୍ଥ କ'ଣ? ନା ଟୁ ଫିଲ୍ ଏଙ୍ଗ୍ରି, annoyed or embarrassed ମାନେ ବିରକ୍ତ ଭାବ ପ୍ରକାଶ କରିବା. A little hot under the collar ଏଟା ଗୋଟେ ଇଡିୟମଟା ଛୁଆ ମାନେ, ଯାହାର ଅର୍ଥ ଟୁ ଫିଲ୍ angry, annoyed or embarrassed. ମାନେ କ'ଣ? ଲଜ୍ଜିତ
annoyed ମାନେ ବିରକ୍ତିକର, angry ମାନେ ରାଗି, ମାନେ ବିରକ୍ତ ହେବା, a little hot under the collar. superior ମାନେ excellent, ଶ୍ରେଷ୍ଠ, superior. almost ମାନେ nearly, ପ୍ରାୟ, leap ମାନେ କଣ jump, ଲମ୍ଫ, hit ମାନେ କଣ ସେଇ jump, hit ମାନେ ସେଇ jump ମାନେ ଡିଆଁ ମାରିବା, pit ମାନେ କଣ a deep hole in the ground ମାନେ ଖାଲ, ଏଠି ଯୋଉ ବିଷୟ ଅଛି ଲଙ୍ଗ ଜମ୍ପ ମାରିବେ, ତମେ ଗୋଟେ ଥାଏ କି ନାହିଁ ଯୋଉ ଖାଲ ଭଳିଆ ଥାଏ, ବାଲି ପକା ହେଇଥାଏ, ଯୋଉଠିକୁ ଡିଆଁ ମାରନ୍ତି ସେଟାକୁ ପିଟ୍ ବୋଲି କୁହାଯାଏ ଛୁଆମାନେ ଇଂଲିଶରେ, ଏ ଡିପ୍ ହଲ୍ ଇନ୍ ଦ ଗ୍ରାଉଣ୍ଡ ବୋଲି କୁହାଯାଇଛି ସେ ଲାଗି। ଏଭିଡେଣ୍ଟଲି ମାନେ କ୍ଲିୟରଲି, ସ୍ପଷ୍ଟ ଭାବରେ, ଏଭିଡେଣ୍ଟଲି ମାନେ କ୍ଲିୟରଲି, ସ୍ପଷ୍ଟ ଭାବରେ, ଆଫ୍ଟର ଅଲ୍ ମାନେ କଣ ସର୍ବସତ୍ତ୍ୱେ ବା ମୋଟାମୋଟି ଭାବେ, ତାର ଓଡିଆଟା, ତାର ଇଂଲିଶଟା କଣ ଆବବ ଅଲ୍, କଣ ଛୁଆ ମାନେ ଆବବ ଅଲ୍। ଆଶା କରୁଛି ଛୁଆମାନେ ସବୁ ବୁଝିପାରୁଥିବ। ନେକ୍ସଟ ଡିଟରମିନ୍ କଣ ଫାର୍ମଲି ଡିସାଇଡେଡ, ଡିଟରମିନ୍ ମାନେ ଫାର୍ମଲି ଦୃଢ ଭାବରେ ସ୍ଥିର କରିବା, ମାନେ ଦୃଢ ଅତି ମାନେ ଫାର୍ମଲି ମାନେ ଦୃଢ ଭାବରେ, ଡିସାଇଡେଡ ମାନେ ସ୍ଥିର କଲେ, ମାନେ ଦୃଢ ଭାବରେ ସ୍ଥିର କରିବା, ବୁଝିପାରିଲ କି ନା, ଏଟା ଡିଟରମିନ୍। ଓକେ, ଏଟା ଫର୍ଷ୍ଟ ୟୁନିଟ୍ ସବୁ କଷ୍ଟ ଶବ୍ଦ ସରିଲା ଛୁଆ ମାନେ, ଆମେ ଦ୍ୱିତୀୟ ୟୁନିଟ୍ ଯିବା। ଦେଖ ଦ୍ୱିତୀୟ ୟୁନିଟରେ କଣ ବେଲ୍ ଆଉଟ୍ ମାନେ କଣ ସେଭ୍, ହେଲ୍ପ ବା ରେସ୍କ୍ୟୁ ମାନେ ମୁକ୍ତ କରିବା। ଦେଖ ବେଲ୍ ଆଉଟଟା ଗୋଟେ ଫ୍ରେଜଲ ଭର୍ବ ଯାହାର ଅର୍ଥ ଅଛି ସେଭ୍, ହେଲ୍ପ ବା ରେସ୍କ୍ୟୁ ମାନେ କଣ ମୁକ୍ତ କରିବା। ତାପରେ ଅଛି ଏକ୍ସେପସନ ମାନେ ସ୍ପେଶାଲ କେସ୍ ମାନେ ବ୍ୟତିକ୍ରମ, ଏକ୍ସେପସନ ମାନେ ସ୍ପେଶାଲ କେସ୍, ବ୍ୟତିକ୍ରମ। ଟେକ୍ ଅପ୍ ବୋର୍ଡ ମାନେ କଣ ନା ଦ ପ୍ଲେସ୍ ଫ୍ରମ୍ ୱିଚ୍ ଏ ଜମ୍ପ ଇଜ୍ ଇନିସିଏଟେଡ୍, ଡିଆଁ ମାରିବା ସ୍ଥାନ ଯୋଉ ଜାଗାରୁ, ଦ ପ୍ଲେସ୍ ଫ୍ରମ୍ ୱିଚ୍ ମାନେ ଜାଗା ଯୋଉଠୁ ଆମେ ଗୋଟେ ଜମ୍ପଟା ଆରମ୍ଭ କରୁ, ଇନିସିଏଟେଡ୍ କରୁ, ଆରମ୍ଭ କରୁ, ସେଟାକୁ ଟେକ୍ ଅପ୍ ବୋର୍ଡ ବୋଲି କୁହାଯାଏ। କୋଉ ବୋର୍ଡ କୁହାଯାଏ ନା ଟେକ୍ ଅପ୍ ବୋର୍ଡ ବୋଲି କୁହାଯାଏ। ବିୟଣ୍ଡ ମାନେ କଣ ଇନ୍ ଏକ୍ସେସ୍ ଅଫ୍, ବିୟଣ୍ଡ ମାନେ କଣ ଇନ୍ ଏକ୍ସେସ୍ ଅଫ୍ ମାନେ ଅଧିକ ବା ବାହାରେ, ବିୟଣ୍ଡ ମାନେ ଛୁଆ ମାନେ କଣ ଇନ୍ ଏକ୍ସେସ୍ ଅଫ୍ ଅଧିକ ବା ବାହାରେ। କ୍ୱାଲିଫାଇଂ ମାନେ କଣ ବିକମିଂ ଏଲିଜିବଲ, ଯୋଗ୍ୟ ହବା, କ୍ୱାଲିଫାଇଂ ମାନେ ବିକମିଂ ଏଲିଜିବଲ ମାନେ ଯୋଗ୍ୟ ହେବା। ୱାର୍ଡସ୍ ମାନେ କଣ ଡେଟୋରିଓରେଟ୍ ମାନେ ଅଧିକ ଖରାପ, ୱାର୍ଡସ୍ ମାନେ ଡେଟୋରିଓରେଟ୍ ମାନେ କଣ ଡେଟୋରିଓରେଟ୍ ମାନେ ଅଧିକ ଖରାପ। think bitterly, feeling deeply upset, feeling କଣ ଅନୁଭବ କରିବା ନା deeply upset, କ୍ଷୋଭରେ ଚିନ୍ତା କରିବା, feeling deeply upset, ଛୁଆ ମାନେ କଣ feeling deeply upset ମାନେ କ୍ଷୋଭରେ ଚିନ୍ତା କରିବା, think bitterly। ୟାର୍ଡ ଦେଇଛି ଛୁଆ ମାନେ ଫର ୟୁନିଟ୍ ଅଫ ଲେନ୍ଥ, ୟାର୍ଡଟା ଯେମିତି କିଲୋମିଟର, ମିଟର, ଫୁଟ, ସେମିତି ହଉଛି ୟାର୍ଡ ହଉଛି କଣ ମାନେ ଗୋଟେ ଲେନ୍ଥ ମାପିବାର ଗୋଟେ ୟୁନିଟ୍ ଛୁଆ ମାନେ ଗଜ, ତାର ଓଡିଆଟା ହଉଛି ଗଜ। ଆଟେମ୍ପ୍ଟ ମାନେ ମେକିଂ ଏନ୍ ଏଫର୍ଟ, ଚେଷ୍ଟା, ଆଟେମ୍ପ୍ଟ ମାନେ ଚେଷ୍ଟା। ଫାର୍ମ ମାନେ କଣ ଛୁଆ ମାନେ ହାର୍ଡ, ଦୃଢ ଛୁଆ ମାନେ, ଫାର୍ମ ମାନେ ହାର୍ଡ, ଦୃଢ। ଟୁଇଷ୍ଟ ମାନେ ସ୍ପିଚ ଆକ୍ସେଣ୍ଟ, ଯୋଉ ଟୁଇଷ୍ଟ ଅଛି ଛୁଆ ମାନେ ତାର ଅର୍ଥ ସ୍ପିଚ ଆକ୍ସେଣ୍ଟ ମାନେ ଉଚ୍ଚାରଣ ଭଙ୍ଗୀ। ପ୍ରାଉଡ ଦ ୱେ ୱିଥ୍ ଟୁ ମଚ୍ ସାଟିସ୍ଫାଏଡ, ଗର୍ବିତ ଭାବରେ, ପ୍ରାଉଡ ଦ ୱେ କଣ ତାର ଏଟା ଗୋଟେ ଯୋଉ ଫ୍ରେଜଟା ଅଛି ୱିଥ୍ ଟୁ ମଚ୍ ସାଟିସ୍ଫାଏଡ କହିପାରିବ, ଗର୍ବିତ ଭାବରେ। ମାଷ୍ଟର୍ଡ ମାନେ ଥରଲି ଲର୍ନ, ପାରଙ୍ଗମ ହେବା, ମାଷ୍ଟର୍ଡ, ଥରଲି ଲର୍ନ, କଣ ଛୁଆ ମାନେ ଥରଲି ଲର୍ନ, ପାରଙ୍ଗମ ହେବା। ସ୍ଲାଙ୍ଗ ମାନେ କଣ କଲୋକୁଏଲ ଅର ଇନଫର୍ମାଲ ମାନେ ଆଞ୍ଚଳିକ ଭାଷା ବା ଅନୌପଚାରିକ ଭାଷା, ମାନେ ଆଞ୍ଚଳିକ ଭାଷାକୁ କଲୋକୁଏଲ ଅର ଇନଫର୍ମାଲ ବୋଲି କୁହାଯାଏ, ଯେଟାକୁ ସ୍ଲାଙ୍ଗ କୁହାଉଛି, ଆମର ଟିକେ ସ୍ଲାଙ୍ଗ ୱାର୍ଡ ଅଛି। ସିମ୍ ମାନେ କଣ ଲୁକ୍ ବା ଫିଲ୍, ଜଣା ପଡିବା ଛୁଆ ମାନେ, ଜଣା ପଡିବା। ତାପରେ ଦେଖ ରିଆଶ୍યોର ମାନେ ରିଷ୍ଟୋର ଦେୟାର କନଫିଡେନ୍ସ, କଣ ବିଶ୍ୱାସ, ହିମ୍ମତ ଆଣିବା ବା ପୂର୍ଣ୍ଣ ଆଶ୍ୱାସନା ଦେବା। ରିଆଶ୍યોର ବିଶ୍ୱାସ ବା ହିମ୍ମତ ଆଣିବା ବା ପୂର୍ଣ୍ଣ ଆଶ୍ୱାସନା ଦେବା ହଉଛି ରିଆଶ୍યોର, ରିଷ୍ଟୋର ଦେୟାର କନଫିଡେନ୍ସ। ତାପରେ ସ୍କୁଲ ମାନେ କଣ ଟିଚ୍ ଅର ଟ୍ରେନ୍ ଅର ଏଜୁକେଟ, ପ୍ରଶିକ୍ଷିତ ହେବା। ସ୍କୁଲ ମାନେ କଣ ଟିଚ୍, ଟ୍ରେନ୍ ଅର ଏଜୁକେଟ ମାନେ ପ୍ରଶିକ୍ଷିତ
ହେବା। ତାପରେ ଫ୍ରେମ୍, ଫ୍ରେମ୍ ମାନେ କ'ଣ? ଫିଜିକାଲ ସେପ୍, ମାନେ ଶରୀର ଗଠନ। ଫ୍ରେମ୍ ହେଉଛି ଫିଜିକାଲ ସେପ୍, ମାନେ ଶରୀର ଗଠନ। ଷ୍ଟ୍ରାଇକିଂଲି, ଷ୍ଟ୍ରାଇକିଂଲି ମାନେ କ'ଣ? ଆଟ୍ରାକ୍ଟିଭଲି, ମାନେ ଆକର୍ଷଣୀୟ ଭାବରେ। ଷ୍ଟ୍ରାଇକିଂଲି ହେଉଛି ଆଟ୍ରାକ୍ଟିଭଲି, ଆକର୍ଷଣୀୟ ଭାବରେ। ଫାଉଲ୍, ଫାଉଲ୍ ମାନେ କ'ଣ? ଅନଫେୟର ପ୍ଲେ, ନିୟମ ବିରୁଦ୍ଧ ଖେଳ। ଫାଉଲ୍ ମାନେ କ'ଣ? ଅନଫେୟର ପ୍ଲେ, ନିୟମ ବିରୁଦ୍ଧ ଖେଳ। କାଉଣ୍ଟ, କାଉଣ୍ଟ ମାନେ କ'ଣ ଛୁଆମାନେ? ନା କନସିଡର, ଗ୍ରହଣ କରିବା ବା ଆବଶ୍ୟକ କରେ। ଗ୍ରହଣ କରିବା ବା ଆବଶ୍ୟକ କରେ। ଏବାଉଟ୍, ଏବାଉଟ୍ ମାନେ କ'ଣ? ରିମୁଭ୍ ବା ଡିସାପିୟର, ହ୍ରାସ ହେବା। ଏଇଟା ଗୋଟେ ଫ୍ରେଜଲ ଭର୍ବ ଏବାଉଟ୍, ରିମୁଭ୍ ଅର୍ ଡିସାପିୟର, ହ୍ରାସ ହେବା। ତାପରେ ସ୍ପେୟର, ସ୍ପେୟର ମାନେ ଲିଭ୍, ଛାଡ଼ିଦବା। ସ୍ପେୟର, 1 ଫୁଟ ସ୍ପେୟର ନଥିଲା ତମର ସେ ଯୋଉ ଆମ ବିଷୟରେ ମାଇ ଗ୍ରେଟେଷ୍ଟ ଅଲିମ୍ପିକ ପ୍ରାଇଜରେ ସେକେଣ୍ଡ ୟୁନିଟରେ 1 ଫୁଟ ସ୍ପେୟର ମାନେ ଛାଡ଼ିଦେଲା, 1 ଫୁଟ ଛାଡ଼ିକି ମାରିଥିଲା ଯୋଉ। କନଫିଡେଣ୍ଟଲି, କନଫିଡେଣ୍ଟଲି ମାନେ ବୋଲ୍ଡଲି ବା ପଜିଟିଭଲି, ବିଶ୍ୱାସର ସହିତ। ବୋଲ୍ଡଲି ଅର୍ ପଜିଟିଭଲି। ପ୍ରସିଡ୍, ମୁଭ୍ ଫରୱାର୍ଡ, ଆଗକୁ ବଢିବା। ପ୍ରସିଡ୍ ହେଉଛି ମୁଭ୍ ଫରୱାର୍ଡ, ଆଗକୁ ବଢିବା। ପ୍ରବବଲି, ପ୍ରବବଲି ମାନେ କ'ଣ? ଅଲମୋଷ୍ଟ ସର୍ଟେନଲି ଅର୍ ପରହାପ୍ସ, ସମ୍ଭବତଃ, ତାର ଯୋଉର ଓଡ଼ିଆଟା ହେଉଛି ସମ୍ଭବତଃ। ଅଲମୋଷ୍ଟ ସର୍ଟେନଲି ଅର୍ ପରହାପ୍ସ ବୋଲି କୁହାଉଛି। କ'ଣ ଏଟା ଲେଖା ହେଇଛି? ପରହାପ୍ସ, କି ପାରହାପ୍ସ କହିଦବନି, ପରହାପ୍ସ। ତାପରେ ଇନ୍ ଡୁଇଂ ସୋ ମାନେ କ'ଣ? ବାଇ ଡୁଇଂ ଦିସ୍, ଆରେ ଏଟା କ'ଣ? ଏପରି କରିବା ସମୟରେ, ଏପରି କରିବା ସମୟରେ, ଇନ୍ ଡୁଇଂ ସୋ। ତାପରେ ବିଟ୍, ବିଟ୍ ମାନେ କ'ଣ? ଟୁ ଡିଫିଟ୍, ଟୁ ଡିଫିଟ୍ ମାନେ ପରାଜିତ କରିବା। ବିଟ୍ ମାନେ ପରାଜିତ କରିବା। ଓକେ, ନେକ୍ସଟ ଯିବା। ଏବେ ଥାର୍ଡ ୟୁନିଟ୍ ଆସିଲା, ସେକେଣ୍ଡ ୟୁନିଟ୍ ସରିଗଲା ଛୁଆମାନେ। ଥାର୍ଡ ୟୁନିଟ୍ ଅଛି ପିକ୍। ପିକ୍ ମାନେ କ'ଣ? ମ୍ୟାକ୍ସିମମ୍ ଲେଭେଲ, ମାନେ ସର୍ବୋଚ୍ଚ ସ୍ଥାନ। ପିକ୍, ପିକ୍ ପରଫରମେନ୍ସ ନଥିଲା? ହଁ, ମ୍ୟାକ୍ସିମମ୍ ଲେଭେଲ ବା ସର୍ବୋଚ୍ଚ ସ୍ଥାନ। at the instant, at the instant, immediately, immediately ମାନେ ତତ୍କ୍ଷଣାତ୍। at the instant ମାନେ immediately ମାନେ ତତ୍କ୍ଷଣାତ୍। land, land ମାନେ arrive ବା reach, ପହଞ୍ଚିବା। land ମାନେ arrive ବା reach, କ'ଣ? ପହଞ୍ଚିବା। despite ମାନେ even though, ଏହା ସତ୍ତ୍ୱେ। despite ମାନେ କ'ଣ? even though, ଏହା ସତ୍ତ୍ୱେ। ଗ୍ଲେୟର, ଗ୍ଲେୟର ମାନେ କ'ଣ? ଲୁକ୍ ଏଙ୍ଗ୍ରିଲି, ଲୁକ୍ ଏଙ୍ଗ୍ରିଲି, ରାଗି କରି ଚାହିଁବା। ଗ୍ଲେୟର ମାନେ ଲୁକ୍ ଏଙ୍ଗ୍ରିଲି, ରାଗି କରି ଚାହିଁବା। ତାପରେ ଷ୍ଟାଣ୍ଡ, ଷ୍ଟାଣ୍ଡସ୍ ମାନେ କ'ଣ? ସ୍ପେସିଫିକ୍ ସେକ୍ସନ ଅଫ୍ ସିଟିଂ, ସ୍ପେସିଫିକ୍ ସେକ୍ସନ ଅଫ୍ ସିଟିଂ। ଯୋଉ ଷ୍ଟାଣ୍ଡସ୍ ଥାଏ ଷ୍ଟାଡିୟମର ଗ୍ୟାଲେରୀ, ଯୋଉ ଥାଏ ଷ୍ଟାଡିୟମର ଗ୍ୟାଲେରୀ, ସେଇଟା ଗୋଟେ ଥାଏ ସିଟିଂର, ସେଇଟା ସ୍ପେସିଫିକ୍ ସେକ୍ସନ କୁହାଯାଏ। ସ୍ପେସିଫିକ୍ ସେକ୍ସନ ଅଫ୍ ସିଟିଂ, ଷ୍ଟାଡିୟମର ଗ୍ୟାଲେରୀ। ସର୍ଟ ଅଫ୍ ଗ୍ରିପ୍, ସର୍ଟ ଅଫ୍ ଗ୍ରିପ୍ ମାନେ କ'ଣ? କ୍ଲୋଜ୍ ଅର୍ ହୋଲ୍ଡ ଫିଜିକଲି, ମାନେ ସର୍ଟ ଅଫ୍ ଗ୍ରିପ୍ ମାନେ ଛୁଆମାନେ କ୍ଲୋଜ୍ ବା ହୋଲ୍ଡ ଫିଜିକଲି ମାନେ ଧରିବା। କଙ୍କର, କଙ୍କର ମାନେ କ'ଣ? ଡିଫିଟ୍, ଡିଫିଟ୍ ମାନେ କ'ଣ? ପରାସ୍ତ କରିବା। କଙ୍କର, କଙ୍କର ମାନେ କ'ଣ? ଡିଫିଟ୍, ଡିଫିଟ୍ ମାନେ କ'ଣ? ପରାସ୍ତ କରିବା। ବାସ୍ ଛୁଆମାନେ, ତ ସରିଗଲା ତାର ଯେତିକି ୟୁନିଟ୍ 1, ୟୁନିଟ୍ 2, ୟୁନିଟ୍ 3 ଯୋଉ ଟେକ୍ସଟ ଭିତରେ ଯୋଉଗୁଡ଼ା ଥିଲା ତାର ଡିଫିକଲ୍ଟ ୱାର୍ଡସ୍ ଯେତିକି ଥିଲା ମୁଁ ସେଟା ଆଲୋଚନା କରିଦେଲି। ଏବେ ଆମେ ଟିକେ ଗ୍ଲୋସରୀ ଗୁଡ଼ାକୁ, ମୁଁ ତ ପଢ଼େଇଲା ବେଳେ କହିଦେଇଥିଲି, ବଟ୍ ଆଉ ଥରେ ଗ୍ଲୋସରୀ ଗୁଡ଼ାକୁ ଆଲୋଚନା କରିଦେବା। କ'ଣ ଅଛି ନା ପରଫର୍ମର୍ସ, କ'ଣ ଅଛି? ପରଫର୍ମର୍ସ, ପରଫର୍ମର୍ସ ମାନେ କ'ଣ? ନା କମ୍ପିଟିଟର୍ସ। କ'ଣ ଛୁଆମାନେ? କମ୍ପିଟିଟର୍ସ ବା ଆଥଲିଟ୍ସ ମାନେ ପ୍ରତିଯୋଗୀ ମାନେ। ବୁଝିପାରିଲ? ମାଷ୍ଟର ରେସ୍ ମାନେ କ'ଣ? ସୁପିରିୟର ଟୁ ଅଲ୍ ଅଦର ରେସେସ୍। ରେସ୍ ମାନେ ଆକ୍ଚୁଆଲି ଜାତି, ତାହେଲେ ସୁପିରିୟର ମାନେ ଶ୍ରେଷ୍ଠ, ସବୁ ଜାତି ଠାରୁ ଯୋଉ ଶ୍ରେଷ୍ଠ, ଲେଖା ହେଇସାରିକି ଶ୍ରେଷ୍ଠ ଜାତି। ହିଟଲରର ଯୋଉ ନାଜି ଥିଓରି, ହିଟଲରଙ୍କର ନାଜି ଥିଓରି ଥିଲା, ସେଟା ସବୁବେଳେ ଦାବି କରୁଥିଲା ଯେ ଆରିୟନ ଜାତି ବୋଲି ଯୋଉଗୁଡ଼ା ଥିଲା ସେଇଟା ହେଉଛି ମାଷ୍ଟର ରେସ୍, ଶ୍ରେଷ୍ଠ ଜାତି ବୋଲି କୁହାହଉଥିଲା। ତାପରେ ଅଛି 26 feet 8 1/4 inches, ସେଟା କ'ଣ? 8.13 ମିଟର, ସେଟା କ'ଣ? 8.13 ମିଟର୍ସ। ତାପରେ 26 feet ଟା କେତେ ଆସିବ ଛୁଆମାନେ? 7.9 ମିଟର। ସେ ସବୁକୁ ମନେ ରଖିବ, ପରୀକ୍ଷାରେ MCQ ରେ ଆସିଯାଇପାରେ। ହ୍ୟାଣ୍ଡସ୍ ଡାଉନ୍, ହ୍ୟାଣ୍ଡସ୍ ଡାଉନ୍ ମାନେ କ'ଣ ଛୁଆମାନେ? ୱିଥ୍
लिटिल और नो एफर्ट अति सहजरे माने विथ लिटिल और नो एफर्ट किछि एफर्ट भी देइते पड़िबनी उद्यम करिबार ही नाही अल्प दब बा मूलरू दबनी तो अति सहजरे स्टार्टल्ड माने कोन ग्रेटली शॉक्ड एंड सरप्राइज्ड माने चमकेइबा स्टार्टल्ड माने ग्रेटली शॉक्ड एंड सरप्राइज चमकेइबा तापर अंडर रैप्स माने छमरे कोन सीक्रेट माने गुप्त तापरे नाजिस अछि कोन मेंबर्स ऑफ हिटलर्स जन हिटलर जो मेंबर्स द नेशनल सोशलिस्ट जर्मन वर्कर्स पार्टी एनएसडीएफ है कि नहीं एटा को नाजी तांको कहा जाय छ माने आर्यन सुपीरियरिटी थ्योरी कोन द थ्योरी दैट जर्मन्स हु आर द आर्यंस आर सुपीरियर टू ऑल अदर पीपल्स माने संसार जेति की पीपल जेति की जाति अछि सेमान ठारू सबु ठारू सुपीरियर को जाति ना आर्यन जाति बोली कहा होछि से ई थ्योरीटा ही कहे ना आर्यन जाति सबु ठारू सुपीरियर बोली कहा जाय तो एटा को आर्यन सुपीरियरिटी थ्योरी बोली कहाई छै एटा को डर फरर माने कोन द लीडर इन जर्मन रो लीडर को डर फरर कहा जाय एटा को साधारणतः काहा लगी व्यवहार करा होतला प्रायतः हिटलर को लगी व्यवहार करा होतला देखो इटिंग माने कोन आगिटी इटिंग आंदोलित हेबा ताकू इटिंग बा आगिटी इटिंग माने चिंतित होबा बा आंदोलित हेबा डिस्गस्टेडली माने कोन विथ ए स्ट्रांग फीलिंग ऑफ डिसलाइक विरक्तिपूर्ण भावे डिस्गस्टेडली विथ ए स्ट्रांग फीलिंग ऑफ डिसलाइक रिअश्योर माने टू से समथिंग टू मेक समबडी लेस फ्राइटेंड आमे कोन पुनी साहस बा विश्वास हिम्मत आनिबा विश्वास बा हिम्मत जहा कहि परिबो आनिबा विश्वास हिम्मत आनिबा बा पुनी साहस आनिदबा एटा को रिअश्योर बोली कहा जाय हला कि नै बा पुनः आश्वासना दबा रिअश्योर माने पुनः आश्वासना दबा एटी लेखा आइनी पर तमे लेखि परिबो पुनः आश्वासना दबा देखो छुआ माने ग्लोसरी रे जेति की सब अछि तार मीनिंग्स गुडा मने रखिबो जरो परीक्षा रे आज जाई पारे इटिंग रो कोन एमसीक्यू रे आज जीवो तमे एगिटेटिंग कहिबो डिस्गस्टेडली आज जीवो तो एगुडा सब मन रखिबो छुआ माने एगुडा डिफिकल्ट मीनिंग्स जो पढिली टेक्स्ट रो सब डिफिकल्ट मीनिंग्स थिला ताको जो कहली यूनिट वाइज कहली ताकू भी सब मन रखिबो होय तो तार इंग्लिश ता न पचारि पारे हेले ओडिया तो जानिबा दरकार ना छुआ माने ताकि आमे भोकाबुलारी रो अधिक स्ट्रांग हेई परिबा आउ क्वेश्चन आंसर वगैरह लिखिला बेले हमको सहज हबो किंतु एई जो रहुची छुआ माने ग्लोसरी रे ताकू सिखिबो निहाती परीक्षा रे आसीबो छुआ माने तापरे तापरे कोन कहि छी छुआ माने तापरे थर्ड यूनिट को जीवा थर्ड यूनिट रे पिक परफॉर्मेंस अछि पिक परफॉर्मेंस माने कोन बेस्ट एवर परफॉर्मेंस सर्वोत्कृष्ट कृतित्व बोली कोहा होची बेस्ट एवर परफॉर्मेंस तापरे 26 फीट 5 1/4 इंचेस टाकेटे 8.06 मीटर्स तापरे 24 कैरेट फ्रेंडशिप कोन जेन्युइन फ्रेंडशिप प्रकृत बंधुता 24 कैरेट फ्रेंडशिप होची जेन्युइन फ्रेंडशिप प्रकृत बंधुता तापर प्लेटिंग माने प्लेटिंग माने कोन ए थीन कटिंग हला कि नै प्लेटिंग एपिटम माने कोन परफेक्ट एग्जांपल बा गुटे प्रकृष्ट उदाहरण एपिटम बोली कहा जे परफेक्ट एग्जांपल छुआ माने एटा तो थर्ड यूनिट रो सरी गला जेती ग्लोसरी थिला हम तुम सहित आलोचना कर देली ई सब जो इंग्लिश गुडा मन रखु जो ग्लोसरी जो थिला ग्लोसरी पिक परफॉर्मेंस रो बेस्ट एवर परफॉर्मेंस रे मन रखिबो पिक परफॉर्मेंस रो कोन आ ए सब जिंस जेती की मु पढेली मन रखिबो आ बहिरे जेती की सब डिफिकल्ट वर्ड्स रो मीनिंग्स भी कहि देली ताको भी सब मन रखिबो आ जो बहिरे जो सब डिफिकल्ट वर्ड्स कहि देली तार इंग्लिश ओडिया कहली दिटा सारा होय तो तमे इंग्लिश टा मने रखो रखिले भलो आगामी फ्यूचर लगी बहुत दरकार आसीबो इवन ता सहित तमर भोकाबुलारी स्किल डेवलप हबो किंतु ओडिया तो निश्चिंत भाबरे मन रखिबो ता सहित जो ग्लोसरी टा अछि ग्लोसरी रे सबु ओडिया इंग्लिश सबु किछि मन रखिबो छुआ माने मु आशा करछि पिला माने तुमे बुझी पारिथिबो आउ को सब लेखि रखिथिबो छुआ माने काहेकि ना ए विषय परीक्षा दृष्टिकोण अत्यंत गुरुत्वपूर्ण जहाँ भी हो छुआ माने आज क्लास होची तुमर एतिकी पुणी देखा हबो नेक्स्ट क्लास रे आउ एक सुंदर चैप्टर नहीं आसीबी आउ ता पूर्वरु जीवा पूर्वरु बस गोटे
କଥା କହିବି ପିଲାମାନେ, ଯଦି ଭିଡ଼ିଓଟି ତୁମକୁ ଭଲ ଲାଗିଥାଏ ତାହେଲେ ଲାଇକ୍ଟେ ଦବ, ତା ସହିତ ସେୟାର କରିବ, ତାକି ଆଉ କାହାର ଯଦି ତୁମ ବନ୍ଧୁର ଦରକାର ହେଉଥିବ ବା ପାଠ ପଢ଼ିବାର ଥିବ ସେ ଏଠୁ ବହୁତ କଥା ଶିଖିପାରିବ। ତାପରେ ଆଉ ସବସ୍କ୍ରାଇବ୍ ନିଶ୍ଚିନ୍ତ ଭାବରେ କରିବ, ଆଉ ନିଶ୍ଚିନ୍ତ ଭାବରେ ତାକୁ ସବସ୍କ୍ରାଇବ୍ କଲା ପରେ ଅନ୍ୟମାନେ ଯିଏ ସବସ୍କ୍ରାଇବ୍ କରିନଥିବେ ଇଭିନ୍ ସେମାନଙ୍କୁ କହିବ ଆକୁ ସବସ୍କ୍ରାଇବ୍ କରିବେ ଆଉ ଦେଖିବା ଲାଗି। ତ ଆଜି ପାଇଁ ଏତିକି ଛୁଆମାନେ, ପୁଣି ଦେଖା ହବ ନେକ୍ସଟ କ୍ଲାସରେ। ଟିଲ୍ ଦେନ୍ ବାଏ ବାଏ, ସି ୟୁ ନେକ୍ସଟ କ୍ଲାସ। ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ।